ଆପଣଙ୍କ ଅଶୋକା ଗଛରେ ଫୁଲ ଆସୁନି କି? ଏଇଭଳି ଫର୍ଟିଲାଇଜର ଦେଇ ଦିଅନ୍ତୁ, କଢ଼ ଫୁଲରେ ଭର୍ତ୍ତି ହେଇଯିବ। ଯଦି ତାର ଡାଳ ଶାଖା କିଛି ଆସୁନି ତାହେଲେ ଏଇ ଲିକ୍ୱିଡ଼ ଦେଇ ଦିଅନ୍ତୁ, ତାର ଡାଳ ଶାଖା ଫୁଲ କଢ଼ ଭର୍ତ୍ତି ହେଇଯିବ। ଚାଲନ୍ତୁ ଆପଣମାନେ ଦେଖିବା କେମିତି କ'ଣ କେଉଁ ଫର୍ଟିଲାଇଜର ଦେବା। ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ମୁଁ ତିତାନି ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଦେଖିବା ଏଇଭଳି ଅଶୋକା ବା ଏଗଜୋରା, ଏଇଭଳି ଏ ଗଛକୁ ଆମର ଇଆଡ଼େ କହନ୍ତି। ଦେଖନ୍ତୁ ମୁଁ ଏଇଭଳି କୁଣ୍ଡରେ ଗୋଟେ ଲଗେଇଛି, ଇଏ 8 ଇଞ୍ଚ ପଟ୍ରେ। ଆଉ ଦେଖିପାରୁଛନ୍ତି ମୁଁ କେତେ ସାରା ଦେହରେ ଚାରା ପକାଇଛି, ସବୁ ପ୍ରକାରର ଚାରା ପକାଇଛି। ଆଉ ମୁଁ ବିଶେଷ କିଛି ଖତ ଏଥିରେ ଦିଏନି, ଆଉ ମୁଁ ଏଇଭଳି ଲିକ୍ୱିଡ଼ ଫର୍ମରେ ଦିଏ। ଦେଖନ୍ତୁ ଇଏ ମୋର କମଳା ଚୋପାର ଲିକ୍ୱିଡ଼, ଆଉ ଇଏ ମୋର ଚା ପତି। ମୁଁ ଏହାକୁ 7 ଦିନରେ ଥରେ ଲେଖା ଦିଏ, ଆଉ ଅନ୍ୟ ସମୟରେ ମୁଁ ସାଧା ପାଣି ଦିଏ। ଚାଲନ୍ତୁ ଆମେ ଦେଖିବା କେତେ କ୍ୱାଣ୍ଟିଟିର ଆମେ ଦେବା। ମୁଁ ଏଇ ଚା ପତି ଗୋଟେ ମାସ ହେଇଗଲାଣି ମୁଁ ଆଦେହରେ ପକାଇକି ରଖିଛି। ଆଉ ଆମର କମଳା ଚୋପା ବି ମୁଁ ଗୋଟେ ମାସ ହେଇଗଲାଣି ପକାଇକି ରଖିଛି। ଆଉ ଯେତେ ବହୁତ ଦିନ ରଖିବେ ସେତେ ସୁନ୍ଦର ଫର୍ଟିଲାଇଜର ତିଆରି ହେବ। ଆପଣମାନେ ଯେତିକି ତାର କ୍ୱାଣ୍ଟିଟି ନେବେ ସେତିକି ସାଧା ପାଣି ମିଶାଇ ସବୁ ଗଛରେ ସ୍ପ୍ରେ କରିପାରିବେ। ଦେଖନ୍ତୁ ମୁଁ ଆଦେହରେ ଯେତିକି ନେଇଛି ଲିକ୍ୱିଡ଼ ସେତିକି ସାଧା ପାଣି ବି ମଧ୍ୟ ଏଥିରେ ନେଇଛି। ଆମେ ଏମିତି ପ୍ରତ୍ୟେକ ଗଛରେ ଏମିତି ଦେଇପାରିବା। ଦେଖିପାରୁଛନ୍ତି ସବୁ ଗଛରେ ଏମିତି ଦେଇପାରିବା। ଆପଣମାନେ ଯଦି ଲିକ୍ୱିଡ଼ ଫର୍ମରେ ଦେଉଛନ୍ତି ତାହେଲେ ବୋନ୍ ମିଲ୍ ସହିତ ଦିଅନ୍ତୁ ଆମର କଫି ପାଉଡ଼ର। କଫି ପାଉଡ଼ର 4 ଭାଗ କରିଦେବେ, ଗୋଟିଏ ଚାମଚ ଦେବେ। 4 ଭାଗରୁ ଗୋଟିଏ ଭାଗ ଚାମଚ ଦେବେ। ତାକୁ ମିନିମମ୍ 2 ଘଣ୍ଟା ଭେଦେଇ ଦେବେ, 2 ଘଣ୍ଟା ପାଣିରେ ଭେଦେଇ ଦେବେ। ତାପରେ ଆମେ ଏଇ ଲିକ୍ୱିଡ଼କି ଖରାଦିନେ ଦେବେ। ଦେଖନ୍ତୁ କେତେ ସାରା କେତେ ସୁନ୍ଦର କଢ଼ ତା ଦେହରେ ଭର୍ତ୍ତି ହେଇସାରିଲାଣି। ଆଉ କେତେ ସୁନ୍ଦର ହେଇ ଆମର ଫୁଲ ପେନ୍ଥା ବି ପଳେଇ ଆସିଲାଣି। ଦେଖୁନାହାନ୍ତି, ଇଏ ବି ମୁଁ ଗୋଟେ ଚାରା ପକାଇଛି, ଆ ଦେହରେ ବି ଦେଖନ୍ତୁ କେତେ ସାରା ପଳେଇ ଆସିଛି। ଆଉ ଇଏ ମୋର ମୁଁ କହିଦେଉଛି ଟିକେ, ଇଏ ମୋର ନାଲି, ଏଇଭଳିଆ ନାଲିର ଏଗଜୋରା। ଆଉ ଇଏ ମୋର ଦେଖିପାରୁଛନ୍ତି, ଇଏ ମୋର ପିଙ୍କ କଲର୍, ଇଏ ବି ପିଙ୍କ କଲର୍, ନା ଇଏ ବି ହେଇ ମୋର ନାଲିର। ଏଇଟା ମୋର ଧଳା, ଆପଣ ଦେଖିବେ ଏଇ ଧଳା ଆସିଗଲାଣି ତାର କଢ଼, ଏଇଟା ତା କଢ଼। ଇଏ ବି ମୋର ପିଙ୍କ କଲର୍, ଇଏ ବି ମୋର ପିଙ୍କ କଲର୍। ମୁଁ ଦେଖେଇବି ବଡ଼ ଗଛ ଗୁଡ଼ା ସବୁ ଲଗେଇଛି, ଆପଣମାନଙ୍କୁ ଦେଖେଇବି। ଜାଣିଲେ ତ, ଅଶୋକା ଗଛରେ ଯେତେ ତରଳ ଖତ ଦେବେ ସେତେ ସେ ଗଛ ଗ୍ରୋଥ୍ କରିବ। ଦେଖୁନାହାନ୍ତି, ମୁଁ ତ ଥରେ ଗଛ ଲଗାଇଥିଲି, ତାପରେ ଖାଲି ଲିକ୍ୱିଡ଼ ହିସାବରେ ଦେଉଛି, ଆଉ କେବେ ବି ମୁଁ ଶୁଖିଲା ଖତ ଦେଇନି। ଆଉ ଦେଖନ୍ତୁ କେତେ ସୁନ୍ଦର ଗ୍ରୋଥ୍ କରିଛି। ଆଉ ମୁଁ ଦେଖେଇବି ସିଆଡ଼େ, ମୁଁ ସବୁଥିରେ ତରଳ ଖତ ଦିଏ। ଦେଖନ୍ତୁ ଇଏ ମୋର ଗୋଟେ ଗଛ, କେତେ ସାରା ଆଦେହରେ ଫୁଲ ଆସିଛି। ଆଉ ଦେଖିପାରୁଛନ୍ତି ମୁଁ ଆକୁ କାଟି ଦେଇଥିଲି, ସବୁ କଟିଂ କରିଦେଇଥିଲି, ଆଉ କେତେ ସାରା ଗ୍ରୋଥ୍ ହେଇଛି ଦେଖିପାରୁଛନ୍ତି। ବହୁତ ସାରା କେତେ କଢ଼, କେତେ ମାନେ ମେଞ୍ଚେ କଢ଼ ଆସିଛି। ଆଉ ଯେଉଁ କଟିଂ ଗୁଡ଼ା କରିଥିଲି ମୁଁ ସେଥିରେ ସବୁ ଚାରା ପକାଇ ଦେଇଛି, କେତେ ସୁନ୍ଦର ତାର ଗ୍ରୋଥ୍ କରିଛି ଆପଣମାନେ ଦେଖିପାରୁଛନ୍ତି। ମୁଁ ଆହୁରି 2-3 ପ୍ରକାର ସେପଟରେ ଲଗେଇଛି, ଦେଖେଇବି। ଏ ଗଛଟା ମୋର ଦେଖନ୍ତୁ ଆସିକିରି ପାଣି ପାଇନି, ଏ ଗଛଟା ମୋର ଆସି ମରିଗଲାଣି, ମରିନି ଝାଉଁଳି ପଡ଼ିଛି। ଦେଖନ୍ତୁ ଇଏ ମୋର ଧଳା ଗଛ, ସବୁ ଫୁଲ ହେଇ ଫୁଟିକିରି ମଉଳିଗଲାଣି। ଇଏ ମୋର ଦେଖନ୍ତୁ, ଇଏ ବି ସେଇ ନାଲିର। ଆହୁରି ଏପଟରେ ଅଛି, ଇଏ ଗୋଟେ ଗଛ, ଇଏ ମୋର ପିଙ୍କ କଲର୍ ଦେଖିପାରୁଛନ୍ତି, ଫୁଟି ସାରିଲାଣି। ଇଏ ଧଳା, ପୁଣି ଥରେ ଫୁଟି ସାରି ପୁଣି ଥରେ କଢ଼ ପଳେଇ ଆସିଲାଣି ସବୁଥିରେ।
देखिले तो केते सुंदर ये गछ सब ग्रोथ करिछि एथिरे जमा माने पोक लागेनी फंजीसाइड पाउडर पकेवा किछि आवश्यक नाही जेकोसी फर्टिलाइजर दिंतु कौन असुविधा हेबनी आपण एमती गछ लगातु आपण बगीचा बहुत सुंदर रखंतु जदि मो वीडियोटा भल लगुच ताले कमेंट शेयर करंतु आ मो चैनल जदि नुआ देखुछन ताले गोटे सब्सक्राइब करंतु रहिली पुणी आसबि आ एक नुआ वीडियो नुआ टॉपिक सहित गछ लगाउथांतु भले थांतु जय जगन्नाथ थैंक यू।